विधायक ग्राम रे जोर धरला मद विरोधी आंदोलन। नयागढ़ जिला खंडपड़ा ब्लॉक अंतर्गत बेणागाड़िया ग्राम रे आज सकाळ 10टा समय प्राय 500 रु ऊर्ध्व महिला मद विरोधी आंदोलन करिसेंती। सूचना अनुसार बेणागाड़िया ग्रामर किछि दुकान रे मद एवं गंजेई खुलम खुला विक्रय हेउछि, जहा फल रे पुरुष माने मद पी माताल हेले। एने पुलिस को जणाइलु हेले पुलिस किछि बुझिलानी। विधायक को जणाइलु से मध्य किछि बुझिले नाही। शेषरे बाध्य होई मद एवं गंजेई विक्रय दुकान बंद करिया पई अंटा भिड़िथिबा कहिसंती बेणागाड़िया ग्रामर महिला माने। आज ग्रामर महिला माने एकाठी हेबा परे मद गंजेई विक्रय विभिन्न दुकान रे चढ़ऊ करथिले। केतेक स्थानरू गंजेई जबत करथिले। मद प्रभाव रे अनेक घर उजुड़ी जाइथिया बेले लोकमानकर आर्थिक स्थिति दुर्बल हेबारे लागिछि। हेले प्रशासन मद कारोबार को रोकिया पई कोनोसी पदक्षेप नेउ नथिबा महिला माने अभियोग करिसंती। तेबे सबुठारु गुरुत्वपूर्ण कथा हैला एही आंदोलन चलीथिया समय रे खंडपड़ा पुलिस एठारे पहुंचीथिला। पुलिस को देखि महिला माने घेराव करथिले हैं। खंडपड़ा थाना आईआईसी कृतिवास हरिचंदन महिला मानकु बुझासुझा करिया सह ए दिगरे पदक्षेप नेवा पई प्रतिश्रुति देइथिले। शिवनारायण दास की रिपोर्ट, खंडपड़ा वार्ता। किए साहाଯ୍य କିଛି ନହେଲେ ଆପଣ ଗୁହାରି କଲୁ ଯାଇକି ଆପଣ ଗୁହାରି ଶୁଣିଲେ ନା ଆପଣ ଦି ଦିନ ପରେ ରେଟ୍ ସେ କେତେ ଖବର ପାଉଛନ୍ତି। ହଁ ସେ କେତେ ଖବର ପାଉଛନ୍ତି। ଆମେ ତ ଯାଇକି ଏଫଆଇଆର ରାତିରେ ଦେଲୁ ସେ ଗୋଟେ ଗାଡ଼ି ଗାଡ଼ି
ମୋ ନାଁ ଭାଷା ପ୍ରଧାନ। ମୁଁ ଏଇ ବେଣାଗାଡ଼ିଆର ଯେଉଁ ମିଶନ ଶକ୍ତିର ପ୍ରେସିଡେଣ୍ଟ ଅଛି। କି ଆମର ସେକ୍ରେଟାରୀ ସଭାପତି ସବୁ ଅଛନ୍ତି, ତାକୁ 30 ତାରିଖ ଦେଲେ କହିଲେ ତୁମେ ଆଉ ମଦ ବିକା ବନ୍ଦ କର। ସେ ନ ବନ୍ଦ କରିବା ପରେ ଆମର ସବୁ ହାନି ହେଉଛି। ପୁଅ ହଇତ ମୋର ସ୍ୱାମୀ ଆମେ ସେଥିପାଇଁ ମାଇକ୍ରୋସ ଗଲୁ 600 ସବୁ ଗ୍ରୁପ୍ MBK CRP ଅଙ୍ଗନବାଡ଼ି ସମସ୍ତେ ଆସିଛୁ। ସେ କହିଲେ ଅଣ୍ଡର ପଡ଼ିଲେ ନ ମାନୁଛି ତମେ ବାହାର ଜଣଙ୍କର ଖାଲି ଗଞ୍ଜେଇ ଧରା ହେଇଛି ଖାଇବାକୁ ଥୋଇଛି। ଏଇଟା କଲେ ସେ ତ ମାନୁନାହାନ୍ତି, ସେ ତ କସିଲେ ମୁଁ ଥୋଇଛୁ ଆମେ ଆଉ କ'ଣ କହିବୁ, ସେଥିରେ ଆମେ ରହିଛୁ। ତାପରେ ନ ମାନିଲେ ଆମେ ଆକ୍ସନ୍ ନେବୁ, ତାଙ୍କୁ ସଜାଗ କରୁଛୁ। ଘରେ ହାଉସ୍ କାମ ମୋ ଗାଁରେ ମଦ ଏଇ ନିଶା ନିବାରଣ କରିବା ପାଇଁ ଆମେ ସମସ୍ତେ ଏକଜୁଟ ହେଉଛୁ 500 ମହିଳା। ଆମର ହେଉଛି SCG ଗ୍ରୁପ୍। ଆମ MP କହିଲେ ଆମେ ପୁରୁଷ ଲୋକଙ୍କୁ ମାନୁନାହାନ୍ତି, ଆମେ ନିଜେ ଲେଡ଼ିସ୍ ମେଳ ହେଇକି ସବୁ ଘରେ ଘରେ ଯାଇ ବନ୍ଦ କରିବା ଯୋଗୁଁ ଆମେ ସମସ୍ତେ ଆଜି ମେଳ ହେଇକି ସବୁ ଘରେ ଘରେ ବୁଲିକି ବନ୍ଦ କରୁଛୁ। ଆଉ ପ୍ରଶାସନକୁ ଜଣେଇଛନ୍ତି, ସେ କହିଲେ ଯେ ତ ପୁରୁଷ ଲୋକ ମାନୁନାହାନ୍ତି, ଆମେ କହିଲେ ତମେ ଲେଡ଼ିସ୍ ମେଳ ହେଇକି ବନ୍ଦ କର। ସେଇଆ କହିଲେ ଲେଡ଼ିସ୍ ଆମ ଗ୍ରୁପକୁ ଦେଇଦେବୁ, ଆମ ଗ୍ରୁପ ଲୋକମାନେ ବୁଝିବେ। 10ଟା ବେଳେ ଯାଇଲୁଣି ଗୋଟେ ଟାହିଲ ଖୋଲା ବୋଲି ଗୋଟେ ଗାଁ ଅଛି ନଦୀ ସେପଟେ, ସେଇଠିକି ଯାଇଥିଲୁ। ଆଉ ଆମ ଗାଁ ସବୁଆଡ଼େ ବୁଲୁଛୁ 4 କିଛି ପାଇଲୁ ତାଙ୍କଠୁ ସେ ତାଙ୍କ କହିଲୁ ଆମେ ଗଞ୍ଜେଇ କାହିଁକି ଆମେ ତ ଗାଁରେ 1 ତାରିଖରୁ ବନ୍ଦ କରୁଛୁ, ତମେ କାହିଁ ଗଞ୍ଜେଇ ବିକିଲ? ସେ କହିଲେ ଯେ ମୁଁ ବିକୁ ନାହିଁ, ମୁଁ ଆଜି ଖାଲି ଟିକେ ଖାଇବା ପାଇଁ ରଖିଛି, ମୁଁ ଛୋଟା ଲୋକ, ମୁଁ ବିକୁ ନାହିଁ, ମୁଁ ଖାଇବା ପାଇଁ ରଖୁଛୁ। ମୁଁ କହିଲି ତମେ ଯଦି ଖାଉଛ ଗଞ୍ଜେଇ ବିକିବ, ତମେ ଖାଉଛ ତମ ସାଙ୍ଗରେ ମୋ ପୁଅ ମୋ ସ୍ୱାମୀ ଆସିବେ ଖାଇବେ, ଖାଇଲା ପରେ ଆପଣ ବିକିବେ, ତାହେଲେ ଆପଣ କାହିଁ ଗଞ୍ଜେଇ ଖାଇବେ? କହିଛି ସିଏ ଯଦି ଆଉ ପୁନର୍ବାର ଥରେ ଗଞ୍ଜେଇ ଏଇ ଦୋକାନରେ ବିକିବେ କି ଖାଇବେ, ଆମେ ରାଲି କଲାବେଳେ ପାଇବୁ, ତାଙ୍କୁ ଆରେଷ୍ଟ କରି ଥାନାକୁ ପଠେଇବୁ। ଅଭିଯୋଗ କରିଥିଲି, ମୁଁ ଆସିକି ରେଡ୍ ବି କରିଛି। ମୁଁ କଣ୍ଟିନ୍ୟୁଅସ୍ ରେଡ୍ କରିକି ମୁଁ ଯାହା ଆକ୍ସନ୍ ନେବା କଥା ହଁ ନେଇଛି।